ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଗରେ କୋରାପୁଟିଆ ଗୀତରେ ଢେମ୍ସା ନାଚିଲେ 13,000ରୁ ଅଧିକ ଛାତ୍ରୀ। ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡରେ ସାମିଲ। କୋରାପୁଟର ଲୋକଗୀତ ଓ ଆଦିବାସୀ ସଂସ୍କୃତି ଏବେ ବିଶ୍ୱ ଦରବାରରେ ପାଇଛି ସ୍ୱତନ୍ତ୍ର ପରିଚୟ। ଆନ୍ଧ୍ରପ୍ରଦେଶର ଭୋଗପୁର ମଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ଅବସରରେ 13,000ରୁ ଅଧିକ ଛାତ୍ରୀ କୋରାପୁଟିଆ ଗୀତର ତାଳେ ସାମୂହିକ ଢେମ୍ସା ନୃତ୍ୟ ପରିବେଷଣ କରି ଗିନିଜ୍ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଛନ୍ତି। ଆନ୍ଧ୍ରପ୍ରଦେଶର ଭୋଗପୁରମସ୍ଥିତ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନ ବନ୍ଦରର ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇବା ପାଇଁ 13,000ରୁ ଅଧିକ ଛାତ୍ରୀ ଏକା ସାଙ୍ଗରେ କୋରାପୁଟର ଲୋକପ୍ରିୟ ଗୀତ କୋଟିଆରୁ ବେଟିଆନାର ତାଳେ ଢେମ୍ସା ନୃତ୍ୟ ପରିବେଷଣ କରିଥିଲେ। ଏହି ଭବ୍ୟ ସାମୂହିକ ପରିବେଷଣ ଗିନିଜ୍ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଥିବା ବେଳେ କୋରାପୁଟର ଲୋକ ସଂସ୍କୃତି ପାଇଁ ଏହା ଏକ ଗୌରବର ମୁହୂର୍ତ୍ତ ହୋଇଛି। 2018 ମସିହାରେ କୋରାପୁଟର ପରବ ମହୋତ୍ସବ ପାଇଁ ତତ୍କାଳୀନ ଅର୍ମାସ ଡେପୁଟି ସିଇଓ ରସନ କାର୍ତ୍ତିକ ଏହି ଗୀତ ରଚନା କରିଥିଲେ। భద్రగా తీసి మాట్లాడు అక్కడ అటు కదా